ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ ଜୀବନରେ ସମସ୍ତଙ୍କର ସମସ୍ୟା ଅଛି। ସନ୍ତାନ, ଏ ଦୁନିଆରେ ସମସ୍ତଙ୍କର ଦୁଃଖ ଅଛି। ହେଲେ ସନ୍ତାନ, ନିଜ ମନକୁ ଶାନ୍ତ କରିବା ପାଇଁ ତମେ ପ୍ରତିଦିନ ଭଗବାନଙ୍କ ନାମ ଜପ କର। ମୋ ନାମକୁ ସବୁବେଳେ ତମ ହୃଦୟରେ ସ୍ମରଣ କର। ଆଉ ସବୁବେଳେ ଯୋଗ ପ୍ରାଣାୟାମ କର। ତମ ମନ ଶାନ୍ତ ହେବ। ମନ ହେଉଛି ଶୈତାନର ଘର। ସନ୍ତାନ, ମନରେ ଆଗେ ସବୁବେଳେ ନକାରାତ୍ମକ ବିଚାର ଆସିଥାଏ, କିନ୍ତୁ ତମେ ନିଜ ମନକୁ ନିୟନ୍ତ୍ରଣ କରିବାକୁ ହେଲେ ସବୁବେଳେ ନିଜକୁ ପଜିଟିଭ୍ ରଖିବାକୁ ପଡ଼ିବ। ଆଉ ତମ ହୃଦୟରେ ଭଗବାନଙ୍କ ନାମ ଉଚ୍ଚାରଣ କରିବାକୁ ପଡ଼ିବ। ତମେ ଯଦି ସବୁବେଳେ ଭଗବାନଙ୍କ ନାମ ଉଚ୍ଚାରଣ କରିବ, ତମ ମନରେ ନକାରାତ୍ମକ ଶକ୍ତି କମି ଯିବ। ଆଉ ତମେ ସବୁବେଳେ ଗୋଟେ ସକାରାତ୍ମକ ଦିଗ ଆଡ଼କୁ ବଢ଼ିଯିବ। ସନ୍ତାନ, ତମେ ଯେତେ ଦୁଃଖରେ ରହିବ, କଷ୍ଟରେ ରହିବ, ତମ ମନ ଅଶାନ୍ତ ହେବ। ତମେ ସେଥିପାଇଁ ନିଜ ମନକୁ ସବୁବେଳେ ନିୟନ୍ତ୍ରଣରେ ରଖ। କୌଣସି କାର୍ଯ୍ୟରେ ଲଗେଇକି ରଖ। ଆଉ ଯଦି ପାରୁଛ ଭଲ ଭଲ ସ୍ଥାନ ବୁଲିବାକୁ ଯାଅ। ସବୁବେଳେ ନହେଲେ ମୋ ମନ୍ଦିରକୁ ଆସ। ସନ୍ତାନ, ମୋ ପାଖରେ ତମ ମନ କଥା କହିଦିଅ। ତମ ମନ ହାଲକା ହେଇଯିବ। ଆଉ ନିଜ ମନକୁ ସବୁବେଳେ କୌଣସି କାମରେ ନିୟୋଜିତ କରି ରଖ। ତମେ ଯଦି ଖାଲି ଖାଲି ବସିକି ନିଜ ଦୁଃଖର ମୁହୂର୍ତ୍ତକୁ ମନେ ପକାଇବ, ତମେ ଅଧିକ କଷ୍ଟ ପାଇବ। ଆଉ ତମେ ସବୁବେଳେ ନିଜ ମନରେ ଦୁଃଖରେ ରହିବ, ଯିଏକି ତମକୁ ଡିପ୍ରେସନ୍ ଆଡ଼ିକି ନେଇଯିବ। ସନ୍ତାନ, ତମ ମନ ଯେତେବେଳେ ଦୁଃଖ ଲାଗୁଛି, ତମେ କୌଣସି କାର୍ଯ୍ୟରେ ତମ ମନକୁ ଲଗାଅ। ଭଗବାନଙ୍କ ଉପରେ ନିଜ ମନକୁ ରଖ। ସବୁବେଳେ ଓମ୍ ସାଇରାମ ଓମ୍ ସାଇରାମ ଜପ କର। ତମ ବାବା ତମକୁ ସେଇ ଶକ୍ତି ନିଶ୍ଚିନ୍ତ ପ୍ରଦାନ କରିବ। ତମେ ଯଦି ବାବାଙ୍କ ଉପରେ ଭରସା ବିଶ୍ୱାସ ରଖିବ। ଭରସା ଓ ବିଶ୍ୱାସ ଫଳରେ ସବୁକିଛି ସମ୍ଭବ। ସନ୍ତାନ, ଭଗବାନ କେବଳ ଭକ୍ତର ଭରସାକୁ ଦେଖନ୍ତି। ତମ ମନ ଯଦି ତମ ନିୟନ୍ତ୍ରଣରେ ନାହିଁ, ସବୁବେଳେ ମନ ଅସ୍ଥିର ରହୁଛି, କେବଳ ଯୋଗ ପ୍ରାଣାୟାମ କର। ନିଜ ମନକୁ ଅଭ୍ୟାସରେ ଏବଂ ଯୋଗ ପ୍ରାଣାୟାମ ବଦଳରେ ହିଁ ନିୟନ୍ତ୍ରଣ କରିହେବ। ସନ୍ତାନ, ସବୁବେଳେ ଓମ୍ ସାଇରାମ ନିଜ ମନରେ ଉଚ୍ଚାରଣ କର। ଦେଖିବ ତମକୁ ଦୁଃଖ କିଛି ବି ସ୍ପର୍ଶ କରିବନି। ଆଉ ଯଦି ତମର ସମସ୍ତ ଜିନିଷ ତମେ ଭଗବାନଙ୍କ ଉପରେ ଛାଡ଼ିଦେବ, ତମ ମନ ନିଶ୍ଚିନ୍ତ ଦୃଢ଼ ହୋଇଯିବ। ତମେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିପାରିବ। ଏ ସଂସାରରେ ବଞ୍ଚିବାକୁ ହେଲେ ଦୁଃଖ କଷ୍ଟ ଦୁହିଁକୁ ନେଇ ବଞ୍ଚିବାକୁ ପଡ଼େ। ଏଇଟା କୌଣସି ବଡ଼ କଥା ନୁହଁ। ସନ୍ତାନ, ନିଜ ମନକୁ ସବୁବେଳେ ଖୁସି ଆନନ୍ଦରେ ରଖ। ଭଗବାନଙ୍କ ନାମ ନିଅ, ଆନନ୍ଦରେ ରୁହ। ସବୁବେଳେ ଭଲ ଖାଅ, ଭଲ ପିନ୍ଧ, ଅନ୍ୟମାନଙ୍କର ସେବା କର। ଆଉ ପାରୁଛ ଯଦି ଭୋକିଲା ମୁହଁରେ ଖାଇବାକୁ ଦିଅ। ଯିଏ ଖାଇବାକୁ ପାଉନି, ପିନ୍ଧିବାକୁ ପାଉନି, ତାଙ୍କୁ ସାହାଯ୍ୟ କର ତମ ଶକ୍ତି ଅନୁସାରେ। ସନ୍ତାନ, ସେତିକି କଲେ ଭଗବାନ ତମ ଉପରେ ନିଶ୍ଚିନ୍ତ ସନ୍ତୁଷ୍ଟ ହେବେ। ଆଉ ସବୁବେଳେ ସକାରାତ୍ମକ ଭାବନା ନିଜ ମନରେ ରଖି ତମ କାର୍ଯ୍ୟ ତମେ ସମ୍ପନ୍ନ କର। ଭଗବାନଙ୍କ ନାମ ଯେଉଁ ହୃଦୟରେ ସବୁବେଳେ ବାଜୁଥାଏ, ଭଗବାନ ତା ହାତ କେବେ ଛାଡ଼ନ୍ତିନି। ସବୁବେଳେ ତା ସହିତ ରହିଥାନ୍ତି। ତା ସୁଖରେ ତା ଦୁଃଖରେ ସବୁବେଳେ ତା ସହିତ ଠିଆ ହୋଇଥାନ୍ତି। ତମର ଦୁଃଖ କରିବା କିଛି ବି ଆବଶ୍ୟକ ନାହିଁ। ସନ୍ତାନ, ଏ ଦୁନିଆରେ ସମସ୍ତେ ଦୁଃଖୀ। ସମସ୍ତଙ୍କ ପାଖେ ଦୁଃଖ ଅଛି, ସୁଖ ଅଛି। ତେବେ ନିଜକୁ କାହିଁ ଏତେ ଦୁଃଖୀ ଭାବୁଛ? ତମେ ସବୁବେଳେ ସକାରାତ୍ମକ ଚିନ୍ତା ଧରି ଏ ଦୁନିଆରେ ଲଢ଼ି ଚାଲ। ନିଜ କର୍ତ୍ତବ୍ୟ କର୍ମ କରିଚାଲ। ଆଉ ସବୁବେଳେ ବାବାଙ୍କ ଉପରେ ଭରସା ରଖ। ତମ ବାବା ସବୁବେଳେ ତମ ସହିତ ରହି